हाय सांग मैंने जय जगन्नाथ आशा करছি ଆପଣମାନେ ବହୁତ ଭଲରେ ଥିବେ। ମୁଁ ଏବେ ଭଲରେ ଅଛି। ଆଉ ଡେରି କରିବାନି, ଆସନ୍ତୁ ଦେଖିବା ଆମ ନ୍ୟୁ ବ୍ଲଗ। ଏବେ ଚିଙ୍ଗୁଡ଼ି ଗଛ ତ ଚାଲିଛି ଆଉ ଏଇନା ସାଙ୍ଗେ ସାଙ୍ଗେ ଭଜା ହେଇଯିବ ବୋଧେ ଆଉ ହଁ ନା ଚିଙ୍ଗୁଡ଼ି ଭଜା ଦେଲେ ଚିଙ୍ଗୁଡ଼ି ଭଜା ଦେଲେ ବାବା ହଁ କହିଦେଲି ପାଟି ଚିଙ୍ଗୁଡ଼ି ଭଜା ଦେଇଛନ୍ତି ହଁ ଆଉ ଏଠି ଡଗି ଏବେ ଆଉ ମାଛ ନେଇ ଆସିଛନ୍ତି ଏଠି ବଡ଼ ମାଛ ଯାହା କହିଲେ ବଡ଼ ମାଛ ଆଣିଛନ୍ତି। ଆମର ସାନର ମୋର ହଉଛି ଚିଙ୍ଗୁଡ଼ି ତମର ମାଛ ଆଉ ହଁ ହେଇଯିବ ଆଉ ତମର ମାଛ ଆଉ ସମାନ ସମାନ ଭାଗ ହେଇଯିବ ତ ପିସ୍ ଆସିଛି। ଆମକୁ ତ ମାଛ ଭଲ ଲାଗେନି, ମାଛ ଖାଇବୁନି, ମାଛ ଖାଇବୁନି, ଲୁଣି ମାଛ ଖାଇବୁ, ଚିଙ୍ଗୁଡ଼ି ଖାଇବୁ, ଚିଙ୍ଗୁଡ଼ି ଖାଇବ ଚିଙ୍ଗୁଡ଼ି ଭଲ ଚିଙ୍ଗୁଡ଼ି ଲୁଣି ଭିତରେ କେଉଁ ମାଛ? ସେଇ ଯେଉଁ ମରୁଆ ମରୁଆ ମାଛ ଓ ଯେଉଁ ଆସିଥିଲା ଏବେ ଥରେ ମରୁଆ ମାଛ ମରୁଆ ଆଉ କୋକୋଲି ଟିକେ ଟିକେ ଭଲ ସାନ ଭଲ ନୁହଁ କୋକୋଲି କଣ୍ଟା ଅଛି ସେଥିରେ ଖାଇବାନି ମରୁଆରେ କଣ୍ଟା ନାହିଁ ସିଏ ଖାଇଦେବ। ଏବେ କ'ଣ ଚିଙ୍ଗୁଡ଼ି ଭଜା ହେଉଛି ଚିଙ୍ଗୁଡ଼ି ଭଜା ହେଇଗଲା ତ ଦେଖୁଥିବେ ଚିଙ୍ଗୁଡ଼ି ଏବେ ଭଜା ଚାଲିଲେ ଆଉ ଏପଟେ ମାଛ ଭଜା ଥୁଆ ହେଇଯାଇଛି। ଆଉ କ'ଣ ଭଜା ଭଜି ହେବ ନା କ'ଣ ଆଉ କିଛି ହେବନି ତାହେଲେ ଭଜା ହେଉଛି। ମଟର ବସାନି ହଁ ମୁଁ ଦ୍ୱିପହର ପାଇଁ ମଟର ତରକାରୀ ହେଇଯିବ ଥୁଆ ହେଇଯିବ ଦ୍ୱିପହର ପାଇଁ ଆଉ ଚୁଲି ତ ଲାଗିଛି ନା ହେଇଯିବ ଆଉ ହଁ ସକାଳ ପାଇଁ ହେଇଥିଲା ମଟର ତରକାରୀ ଖାଇଥାନ୍ତି ସକାଳ ପାଇଁ ଚିଙ୍ଗୁଡ଼ି ମାଛ ଯେମିତି ଆସିଲା ଆଉ ମଟର ତରକାରୀ କଲିନି ଆଉ ଆଚ୍ଛା ଇଏ ଭଜା ହେଲା ମାଛ ଆସିଲେ ବୋଲି ଆଉ ମଟର ପନିର ହେଲାନି ହଉ ଆଉ ମମି ସରିଲାଣି ସବୁ ସଇଲାଣି ବା ପରଟା ହେଇଯାଇଛି ସେଠି କୋବି ଆଳୁ ଭାଜି ଦେଇଛି ଆଉ ପରଟା ହେଇ ଥୁଆ ହେଇଯାଇଛି ରାତି ପାଇଁ ଆଉ କୋବି ଆଳୁ ବି 9:30 10ଟା ରାତି ଆଉ ଏପଟେ କୋବି ଆଳୁ ଭଜା ହେଇ ଥୁଆ ହେଇଯାଇଛି ଆଉ ଏଇନା ଖାଲି ଖିଆ ହବ ଆଉ ତାକୁ ସବୁ ବାରିପଟକୁ ବୋହି ବାହିକି ନେଲା ବେଳକୁ ଏଇନା ଘଣ୍ଟାଟେ ଲାଗିବ। ଆଉ ବାବା ଏଠି ତ ଉଷୁମ ଚୁଲିଟା ଏବେ ଉଷୁମ ଜଳୁଛି ଏବେ ଜଳିଆ ସରିଛି ନା ଏତେ ଉଷୁମ ଖାଉଛନ୍ତି ବାବା ଆଉ ପୁରା କିଟକିଟ ଅନ୍ଧାର ସବୁଆଡ଼। ସକାଳୁ ସକାଳୁ ମମି ଅଟା ବେଲିବାରେ ଲାଗି ପଡ଼ିଛି ଅଟା ଚକୁଟିଆରେ ଆଉ ବେଲା ହେଇନି ହବ ତ ଆଉ ଗୋଟେ ଗାଧୋଇ ସାରିଲଣି ନା କ'ଣ ଗାଧୋଇ ନାହାନ୍ତି ତେଲ ଲଗେଇଲେ ଗାଧୁଆ ହବ ହଁ ତାପରେ ପରଟା ହବ ଭଜା ହବ ଖାଇବା ହବ ଆଉ ଆଜି ବର୍ଷା ହେଇଛି ସକାଳୁ ସକାଳୁ କେତେ ଦେଖୁଛୁ ପୁରା ବର୍ଷା ହେଇଛି ସକାଳୁ ସକାଳୁ ଟିକେ ଝୁଝୁପି ଏଇନା ପକଉଛି ତ ଏବେ ରୁଟି ବେଲା ହେଉଛି ଆଉ ମରିଚ ଛେଚା ହେବ ନା କ'ଣ ଚାରେ ପଡ଼ିବା ପାଇଁ ମରିଚ ଛେଚା ଅଛି ଆଉ ଏପଟେ ମା ଖାଉଛି ସକାଳୁ ସକାଳୁ ଚା ଚୁଡ଼ା ଆଉ ସେଥିରେ କ'ଣ ଚକଟିଛି ବାଇଗଣ କ'ଣ ଚକଟା ହେଇଛି ଆଉ ହଁ ଜହ୍ନି ବାଇଗଣ ଚକଟା ହେଇଛି ଆଉ ଏପଟେ ଏଇ ଗଲା ଗଲା ପାଣି ବସିକି ଗଲା ରୁଟି ଆଗରୁ ରୁଟି ତ କାଟିଦେନୁ ରୋଜନି ହେଇଗଲା ଗଲା ସବୁ ରୁଟି ପାଣିରେ ମିଶିଯିବ ବଇଟା ଥୋଇଥିଲି ଆଦେହରେ ସବୁ ପାଣି ପଶିଗଲା ସବୁ ତା ଦେହରେ ଏ ପାଣିଟା ଢାଳି ଦେବି ପୋଡ଼ିକି ଛାଡ଼ିକି ଟିକେ ନେଇକି ଛାଡ଼ିକି ଖାଇବି କେତେ ସବୁ ତ ବୁଡ଼ି ହେଇଯିବ ବୁଡ଼ିଗଲା ଏ ହବନି ହବନି ସେକିଲା ବେଳକୁ ବାଗ ହବନି ଟୋଟାଲି ଏଇ ଇଟିଲି ଛାଞ୍ଚଟା ଦବ ଟିକେ ଟିକେ ଇଟିଲି ଛାଞ୍ଚ ଅଛି ରଖିଦିଅ ତାହେଲେ ଆଉ ଦଉନ ତାକୁ ଲଗେଇଦି ଆଗକୁ ଓଦା ହେଇଗଲା ଆଳୁ ଭଜା ଚାଲିଛି ଭଜା ହେଇଗଲା ପରେ ରୁଟି ହେବ ତାପରେ ଆଉ ପରଟା ଆଉ ଭଜା ଅଧା ହେଇଗଲାଣି ନା ହେଇନି ତ ତ ମମି ଏବେ ମସଲା ବାଟୁଛି ସବୁ ସୋରିଷ ବଟା ଦିଆହେଇକି ଗୋଟେ ତରକାରୀଟେ ହେବ ସେଥିପାଇଁ ମସଲା ବଟା ଚାଲିଛି ତ ଏବେ ମମି ଏଠି ବସିକି କୋବି କାଟୁଛି ଫୁଲକୋବି
ତାପରେ ମାଛ ସହିତ ପଡ଼ିକି ଗୋଟେ ତରକାରୀଟା ହେବ ଆଉ। ଆଚ୍ଛା ଆଉ ଏଠି ସୋରିଷ ତ ବଟା ହେଇ ଦେଖାଉଥିଲା, କୋବି ବି କଟା ହେଉଛି, ଆଉ ଏପଟେ ମାଛ ଭଜା ଚାଲିଛି। ଏମିତି କେଉଁ ମାଛ? ଏବେ ମରୁଆ ମାଛ ତରକାରୀ। କଣ୍ଟା ନାହିଁ ସେଥିରେ? ହଁ ହଁ ସେ ମାଛ ତ କଣ୍ଟା ନାହିଁ, ସେଥିପାଇଁ ଆଜି ତରକାରୀ ହେଇଯିବ ଆଉ, ସୋରିଷ ବଟା ଦିଆ ତରକାରୀ। ଏବେ ତ ଦେଖନ୍ତୁ ମୁଁ ଯେଉଁ ସୋରିଷ ବାଟୁଥିଲି ଆଉ କୋବି କାଟୁଥିଲି ସବୁ ତରକାରୀ ପକେଇକି କରିଦେଲି। ଆଉ ମରୁଆ ମାଛ ଆଉ କୋବି ଆଳୁ ସବୁ ଝୋଳ ହେଇଗଲା। ଏବେ ସରିଲା ତରକାରୀ। କ'ଣ ଖାଉଛନ୍ତି ଏଥର ମମି ବାବା ଏଥର ଦେଖିବା। ଏତେ ପ୍ରକାର ସବୁ ଖାଉଛ? ଆଉ କ'ଣ ଟମାଟୋ ପୋଡ଼ା, ଆଳୁ ପୋଡ଼ା, ପୁଣି ମାଛ ତରକାରୀ ସବୁ। ବଡ଼ ମାଛ ଆଉ କୋବି ତରକାରୀ ଆଉ। ଓହୋ ଭଲ ଲାଗିବ। ଆଉ ପୁରା ସବୁ ଟେଷ୍ଟ। ଆଉ ଗୋଟେ ଲଙ୍କା ଆଣିଥିଲୁ। ଭାତ ତରକାରୀ ଆଉ ଆଳୁ ଚକଟା ଆଉ ଟମାଟୋ ଚକଟା ଆଉ। ହଉ ହଉ ଜଲ୍ଦି ଜଲ୍ଦି ଖାଇଦିଅ। ନା ମୁଁ ଖାଇ ପେଟ ଫୁଲ ହେଇଗଲା। ହଁ ଆମେ କଷେ ଯେଉଁ ଉଠୁଛୁ ନା? ଓହୋ ଆଉ କ'ଣ ବଜାର ଯିବ ବୋଧେ ପୁରା? ହଁ ନାଇଁ ଯିବା ସାଙ୍ଗେ ସାଙ୍ଗେ। ହଁ ଖାଲି ଦାନା ହିଁ ଦେବା ଖାଲି। ତାଙ୍କର ଅଳ୍ପ ଅଳ୍ପ ଦାନା ଦେଇଛି, ଏବେ ସରିଯିବଣି ନା ରାତିକି ସରିଯିବ। ହଉ ଏଇନେ ଯିବା ତାହେଲେ। ହଉ ଆଜି ପାଇଁ ଏଇଠି ଭିଡ଼ିଓଟି ଆମେ ରହୁଛୁ। ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।